ଆପଣମାନେ କେବେ କଞ୍ଚା କଦଳୀ ତରକାରୀ କରି ଖାଇଛନ୍ତି କି? ଥରେ ଏମିତି ଟ୍ରାଏ କରିକି ଦେଖନ୍ତୁ, ଏଇଟା ଖାଇବାରେ ବହୁତ ସ୍ୱାଦିଷ୍ଟ ଲାଗେ। ଆଉ କଦଳୀ ଆଣିଲେ ଏମିତି ହିଁ ବନେଇକି ଖାଇବାକୁ ଇଚ୍ଛା ହେବ। ତ ଚାଲନ୍ତୁ ଷ୍ଟାର୍ଟ କରିବା। ଏପଟେ ଦେଖନ୍ତୁ ମୁଁ କଦଳୀ ନେଇଛି। ମୁଁ 2ଟା କଦଳୀ ୟୁଜ୍ କରିବି, କାହିଁକି ମୋର ବଡ଼ ବଡ଼ କଦଳୀ ଅଛି, ତ ମୁଁ 2ଟା ହିଁ ୟୁଜ୍ କରିବି। ଆଉ ଯଦି ମାର୍କେଟରେ ଆପଣଙ୍କୁ ଛୋଟ କଦଳୀ ମିଳିବ ତ ସେଇଟା ୟୁଜ୍ କରନ୍ତୁ। ବଡ଼ କଦଳୀ ତ ଛୋଟ କଦଳୀ ଆହୁରି ବହୁତ ସ୍ୱାଦିଷ୍ଟ ଲାଗେ। ମୋତେ ମିଳିଲାନି ତ ମୁଁ ବଡ଼ ବଡ଼ କଦଳୀ ନେଇକି ଆସିଛି। ସବୁ ଯାକ ମୁଁ ଚୋପା ଛଡ଼େଇ ଦେଇଥିଲି। ଏବେ ୟାକୁ ଭଲ ଭାବରେ 3-4 ଥର ଧୋଇ ନେବା ଆଉ ତାକୁ କାଟି ନେବା। ଦେଖନ୍ତୁ ମୁଁ କେମିତି କାଟୁଛି ଆଉ ମୋଟା କେତିକି ରଖିଛି। ଆପଣ ଚାହିଁବେ ତ ଟିକେ ପତଳା ରଖିପାରିବେ। ସବୁ ଯାକ ମୁଁ ଏମିତି କାଟି ଦେଇଥିଲି। ଏବେ ଗୋଟେ ମସଲା ବନେଇ ନେବା। ସେଇଥିପାଇଁ ମୁଁ ନେଇଛି 4 ଚାମଚ ବେସନ, କିଛି ବେସିକ୍ ମସଲା, ହଳଦୀ ପାଉଡ଼ର, ଜିରା ପାଉଡ଼ର, ଧନିଆ ପାଉଡ଼ର, କାଶ୍ମୀରୀ ରେଡ଼୍ ଚିଲି, ଗରମ ମସଲା ଆଉ ଜିଞ୍ଜର ଗାର୍ଲିକ୍ ପେଷ୍ଟ ଆଉ ସ୍ୱାଦ ଅନୁସାରେ ଲୁଣ ଦେଇକି ମିକ୍ସ କରି ନେବା। ଆଉ ଟିକେ ପାଣି ଦେଇକି ଗୋଟେ ବେଟର ବନେଇ ନେବା। ଦେଖନ୍ତୁ ମୁଁ କେମିତି କରୁଛି, ସେଇଭଳିଆ କରିବେ। ଟିକେ ବେଟର ବନେଇ ନେବା। ଆପଣମାନେ ଜମାରୁ ସବସ୍କ୍ରାଇବ୍ କରୁନାହାନ୍ତି ଫ୍ରେଣ୍ଡସ୍, ପ୍ଲିଜ୍ ଗୋଟେ ସବସ୍କ୍ରାଇବ୍ କରିନିଅନ୍ତୁ। ଆଉ ଯଦି ଫେସବୁକ୍ରେ ଦେଖୁଛନ୍ତି ତ ନିହାତି ଫଲୋ କରିନିଅନ୍ତୁ। ଦେଖନ୍ତୁ ମୁଁ ବେଟର ବନେଇ ନେଇଥିଲି। ଏବେ ସେଇଥିରେ କଦଳୀକୁ ଦେଇକି ମୁଁ ଯେମିତି କରୁଛି ଏମିତି ମାନେ ଭଲ ଭାବରେ ତାକୁ କୋଟ୍ କରିନେବା। ସବୁ କଦଳୀରେ ଦେଖନ୍ତୁ ମୁଁ କୋଟ୍ କରିଦେଇଛି। ଏପରି କଢ଼େଇ ଦେଇଛି, ମୁଁ ସେଥିରେ ସୋରିଷ ତେଲ ୟୁଜ୍ କରୁଛି। ଆପଣ ଚାହିଁବେ ତ ରିଫାଇନ୍ ତେଲ ବି ୟୁଜ୍ କରିପାରିବେ, କାହିଁକି ଆମେ ୟାକୁ ଫ୍ରାଏ କରିବା ତ ତେଲ ଟିକେ ଅଧିକା ଦେବେ। ଆଉ ଯେତିକି ଆସିବ ସେମିତି ଗୋଟେ କରିକି ଫ୍ରାଏ କରିନେବା। ଓଲଟେଇ ପଲଟେଇ ହେଇକି ଟିକେ ଗୋଲ୍ଡେନ୍ କଲର୍ ଆସିଲା ପର୍ଯ୍ୟନ୍ତ ଫ୍ରାଏ କରିନେବା। ଆପଣମାନେ ଫ୍ରାଏ କରୁ କରୁ ଏମିତି ହିଁ ମାନେ 2-4ଟା ଖାଇଦେବେ, କାହିଁକି ଏମିତି ଖାଇବାକୁ ବି ଏଇଟା ବହୁତ ବଢ଼ିଆ ଲାଗେ। କାହିଁକି ମୁଁ ତ ଏମିତି ଫ୍ରାଏ କରୁ କରୁ ମୁଁ 2-3ଟା ଏମିତି ହିଁ ଖାଇଦେଉଛି। ଆଉ ହଜବେଣ୍ଡ ବି ଏମିତି 3-4ଟା ଖାଇଦେଉଛନ୍ତି। ତାଙ୍କୁ ଏମିତି ଖାଇବାକୁ ବହୁତ ବଢ଼ିଆ ଲାଗୁଛି। ଦେଖନ୍ତୁ ଆମର ଗୋଲ୍ଡେନ୍ କଲର୍ ହେଇଯାଇଥିଲା ତ ମୁଁ ତାକୁ ବାହାର କରିଦେଉଛି। ଆଉ ସବୁ ଯାକ ମୁଁ ଫ୍ରାଏ କରି ନେଇଛି। ତେଲ ଟିକେ ମୋର ଅଧିକା ହେଇଯାଇଥିଲା ତ ମୁଁ କିଛି ତେଲ କାଢ଼ି ଦେଉଛି। ଯେତିକି ଦରକାର ସେତିକି ୟୁଜ୍ କରିବା। ବାକି ତେଲ କାଢ଼ିକି ମୁଁ ଯେତିକି ଦରକାର ସେତିକି ଛାଡ଼ି ଦେଇଥିଲି। ଏବେ ସେଇଥିରେ ପିଆଜ, ଲଙ୍କା ଦେଇକି ଟିକେ ଭାଜି ନେବା। ପିଆଜକୁ ଟିକେ ଗୋଲ୍ଡେନ୍ କଲର୍ ଆସିଲା ପର୍ଯ୍ୟନ୍ତ ଭାଜି ନେବା। ଆଉ ଅଦା ରସୁଣ ପେଷ୍ଟ 1 ଚାମଚ ଏଡ଼୍ କରିଦେବା। ଟିକେ ତା'ର କଞ୍ଚା ସ୍ମେଲ୍ ଗଲା ପର୍ଯ୍ୟନ୍ତ ଟିକେ ଭାଜି ନେବା। ଆମର କଞ୍ଚା ସ୍ମେଲ୍, ଅଦା ରସୁଣ ପେଷ୍ଟ କଞ୍ଚା ସ୍ମେଲ୍ ପଳେଇ ଯାଇଥିଲା ତ ସେଥିରେ କିଛି ବେସିକ୍ ମସଲା ୟୁଜ୍ କରୁଛି। ହଳଦୀ ପାଉଡ଼ର, ଧନିଆ ପାଉଡ଼ର, ଜିରା ପାଉଡ଼ର, କାଶ୍ମୀରୀ ରେଡ଼୍ ଚିଲି, ଗରମ ମସଲା ଦେଇକି ଟିକେ ଭାଜି ନେବା। ଆଉ ଟିକେ ଭାଜି ହେଇଗଲା ପରେ ସେଥିରେ ମୁଁ 2ଟା ଟମାଟରକୁ ବାଟିକି ଦେଇଛି। ଆଉ ସ୍ୱାଦ ଅନୁସାରେ ଲୁଣ ଦେଇଛି। ଆଉ ଟିକେ ପାଣି ଦେଉଛି ତାକି ଆମର ମସଲା ସିଝିଯିବ ଆଉ ଟମାଟୋ ବି ସିଝିଯିବ। ତାକୁ ଅଏଲ୍ ଛାଡ଼ିବା ପର୍ଯ୍ୟନ୍ତ କଭର୍ କରିକି ଭାଜି ନେବା। ଦେଖନ୍ତୁ ମସଲା ଆମର ଅଏଲ୍ ଛାଡ଼ିଦେଲାଣି ଆଉ ଆମର ମସଲା ବି ଭଲ ଭାବରେ ଭାଜି ହେଇଯାଇଛି। ଏବେ ସେଇଥିରେ ପାଣି ଆଡ଼୍ କରିଦେବା ଗ୍ରେଭି ହିସାବରେ। ପାଣି ଟିକେ ଅଧିକା ଆଡ଼୍ କରିବେ, କାହିଁକି ସେଇଟା ସୁପ୍ କରୁଛି। ଆଉ ଯେତେବେଳେ ଥଣ୍ଡା ହେଇଯିବ ତ ପୁରା ପାଣି ସୁପ୍ କରିନେବ। ତ ସେଇ ହିସାବରେ ଦେଖିକି ଟିକେ ଅଧିକା ପାଣି ଆଡ଼୍ କରିବେ। ଆଉ ଗୋଟେ ବଏଲ୍ ଆସିଲା ପରେ ଯେଉଁ ଆମେ ଫ୍ରାଏ କରିକି ରଖିଥିଲେ କଦଳୀ ଗୁଡ଼ାକ ଆଡ଼୍ କରିଦେବା। ଦେଖନ୍ତୁ ସବୁଯାକ କଦଳୀ ମୁଁ ଆଡ଼୍ କରିଦେଇଛି। ତାକୁ ଟିକେ ମିକ୍ସ କରିନେବା ଆଉ କଭର୍ କରିକି ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ସିଝିବା ପାଇଁ ଛାଡ଼ିଦେବା। ଦେଖନ୍ତୁ 3-4 ମିନିଟ୍ ହେଇଯାଇଥିଲା ତ ମୁଁ ଦେଖାଉଛି ଏଇଟା ଦେଖିବା ପାଇଁ କେତେ ବଢ଼ିଆ ଦେଖାଯାଉଛି। ଆଉ ଖାଇବାରେ ବି ଏଇଟା ବହୁତ ହିଁ ସ୍ୱାଦିଷ୍ଟ ଥିଲା। ଆମର ସବଜି ବନିକି ରେଡ଼ି ହେଇଗଲା। ଆଉ ଆପଣ ଗ୍ରେଭି ଟିକେ ଅଧିକା ରଖିଥିବେ, କାହିଁକି ଯେତେବେଳେ ଥଣ୍ଡା ହେବ ସୁପ୍ କରିବ। ଯଦି କମ୍ ରଖିବେ ତ ପୁରା ସୁପ୍ କରିନେବ। ତ ଗ୍ରେଭି ଟିକେ ଅଧିକା ରଖିବେ। ଏଇଟା ଆପଣମାନେ ରୁଟି, ଭାତ କିମ୍ବା ପରଠା ସହିତ ଖାଇପାରିବେ। ଆଜିର ମୋର এই ରେସିପି କେମିତି ଲାଗିଲା ମୋତେ କମେଣ୍ଟରେ ଜଣାଇବେ। ଯଦି ଭଲ ଲାଗିଥିବ ତ ଗୋଟେ ଲାଇକ୍, କମେଣ୍ଟ, ସେୟାର କରିନେବେ। ପୁଣି ଦେଖା ହେବ ଆଉ ଗୋଟେ ନୂଆ ରେସିପି ସହିତ। ରହିଲି, ନମସ୍କାର ଏଣ୍ଡ ବାଏ ବାଏ।